ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ହେଲେ କିଛି ଦିନ ହେବ ଦେହ ଖରାପ ଯୋଗୁଁ ଭିଡ଼ିଓ ବନେଇ ପାରୁନଥିଲି। ଆପଣମାନେ ଜାଣିଥିବେ ମୁଁ ଏଇ କିଛି ଦିନ ହେଲା ମାମୁଁ ଘର ଯାଇଥିଲି। ଆଉ ମାମୁଁ ଘରେ ଯାତ୍ରା ଚାଲିଛି ତ ମୁଁ ବୁଲିବା ପାଇଁ ଯାଇଥିଲି। ହେଲେ ମୁଁ କ'ଣ ଜାଣିଥିଲି କି ମୋ ସହିତ ଏମିତି କିଛି ବିତିଯିବ ଯାହାକି ମୁଁ ସ୍ୱପ୍ନରେ ଭାବିନଥିବି। ଆମ ମାମୁଁ ଘରେ ଯାତ୍ରା ଚାଲିଲା ମଧ୍ୟରୁ ଶେଷ ରାତିର ଘଟଣା। ସେଦିନ ଯାତ୍ରାଟା ଏତେ ଭଲ ଲାଗୁନଥାଏ ଆଉ ମୋତେ ପ୍ରବଳ ଜୋରରେ ନିଦ ମଧ୍ୟ ଲାଗୁଥାଏ, କାହିଁକିନା ସକାଳୁ ଉଠି ଘରକୁ ଆସିବାର ଥିଲା। ସେଥିପାଇଁ ମୁଁ ଆଉ ମୋ ସାନ ଭଉଣୀ ଝିଙ୍କି ରାତି 3ଟାରେ ଘରକୁ ଫେରି ଆସିବା ପାଇଁ ମନସ୍ଥ କଲୁ। ମୋତେ ଏତେ ଡର ଭୟ ନଥାଏ, କିନ୍ତୁ ଚିଙ୍କି ଯେହେତୁ ଝିଅଟା ତା ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଇଥାଏ। ସେଦିନ ଯାତ୍ରାରୁ କିଛି ଲୋକ ଘରକୁ ଫେରିଥାନ୍ତି। ଆମେ ତାଙ୍କରି ସାଙ୍ଗରେ ଘରକୁ ଫେରି ଆସିଲୁ। ଆଉ ଆସିଲା ପରେ ଦେଖିଲୁ ଯେ ଘରଟି ପୁରା ଅନ୍ଧାର। ସମସ୍ତେ ନିଜ ନିଜ ରୁମ୍ରେ ଶୋଇଛନ୍ତି ଏବଂ ମୋ ମାଉସୀ ମଉସା ସେମାନେ ଛାତ ଉପରେ ଶୋଇଛନ୍ତି। ତଳ ରୁମ୍ରେ କବାଟ ଦିଆହେଇଛି ଏବଂ ଉପର ରୁମ୍ରେ ବି କବାଟ ଦିଆହେଇଛି। ଆମେ 2 ଜଣ ଉପର ରୁମ୍ରେ ଶୋଇବା ପାଇଁ ମନସ୍ଥ କଲୁ ଏବଂ ଉପରକୁ ଯାଇ ମୋତେ କାହିଁକି କେଜାଣି ବହୁତ ଜୋରରେ ଏକ ଲାଗିଲା। ତେଣୁକରି ମୁଁ ଏକ କରିବା ପାଇଁ ଚାଲିଗଲି। ସେତେବେଳକୁ ମୋତେ ଡର ଭୟ କିଛି ନଥାଏ। ମୁଁ ନିର୍ଭୟରେ ବୁଲୁଥାଏ, ନିର୍ଭୟରେ ଏକ କରିକି ଆସିଲି ଏବଂ ଆମେ 2 ଜଣ ଠିକ୍ ଶୋଇବାକୁ ବାହାରିଲା ବେଳକୁ ଚିଙ୍କିର ବଡ଼ ଭାଇ ମାନେ ମୋ ମାମୁଁ ପୁଅ ଠିକ୍ ସେଇ ସମୟରେ ଆଇସ୍କ୍ରିମ୍ ଆଣି ନେଇକି ପହଞ୍ଚି ଆସିଲା। ମୁଁ ତାକୁ ବାଟରେ କ'ଣ 2ଟା ଆଇସ୍କ୍ରିମ୍ ମାଗି ଦେଇଥିଲି ବୋଲି ସେ ସେଇ କଥାକୁ ଧରି ନେଇ ଚାଲି ଆସିଛି। ମୁଁ ତାକୁ କହିଲି, ଆରେ ତୁ କ'ଣ ପାଇଁ ଆସିଛୁ? ଯଦି ଆସିଛୁ ଆଉ ଯା ନାହିଁ, ଶୋଇପଡ଼। ଚିଙ୍କିକୁ ବହୁତ ଜୋରରେ ଡର ଲାଗୁଥିବାରୁ ସେ ମଧ୍ୟ ଜଳିବାକୁ କହିଲା ଭାଇ ତୁ ଆଜି ଏଇଠି ରହିଯା, ମୋତେ କାହିଁ ବହୁତ ଜୋରରେ ଡର ଲାଗୁଛି। ଜଳିଆ ମଧ୍ୟ ରହିବା ପାଇଁ ରାଜି ହେଇଗଲା। ମୋ ମୋବାଇଲରେ ଚାର୍ଜ ନଥାଏ, ମୁଁ ମୋ ମୋବାଇଲକୁ ଚାର୍ଜରରେ ଚାର୍ଜିଂ କରି ଶୋଇବାକୁ ଲାଗିଲି ଏବଂ ଆମେମାନେ ଥରେ ଉପରକୁ ଯାଇକି ମାଉସୀ ମଉସାଙ୍କୁ ଦେଖିକି ସେଠି ମୋତେ ବୁଲିକି ମଧ୍ୟ ଆସିଛୁ। କୁଆଡ଼େ କିଛି ନଥାଏ, ଚାରିଆଡ଼େ ଘମାଘୋଟ ସୁନସାନ। ଆମେ ଠିକ୍ 10 ମିନିଟ୍ 15 ମିନିଟ୍ ଶୋଇଛୁ କି ନାହିଁ, ଠିକ୍ ରାତି ଅଧରେ 3:30 ବେଳକୁ ପାଉଁଜି ଶବ୍ଦ ଶୁଭିବାକୁ ଲାଗିଲା। ସେ ମଧ୍ୟ ଅଳ୍ପ କିଛି ସମୟ ବାଜି ବନ୍ଦ ହୋଇଗଲା। ଆମେ ଭାବିଲୁ ଉପରେ କିଏ କି ତଳେ କିଏ ଯାଉଥିବ ବୋଧେ, ଆମ ଲୋକ କିଏ ଯାଉଥିବ ବୋଧେ, ସେଥିପାଇଁ ଆମେ ଚୁପ୍ ରହିଗଲୁ। ହେଲେ ଆମେ କ'ଣ ଜାଣିଥିଲୁ ଏ ପାଉଁଜି ଶବ୍ଦ ସେ ପାଉଁଜି ଶବ୍ଦ ନୁହେଁ ଯାହା ଆମେ ଭାବୁଛୁ। ଶେଷରେ ଆମେ ଏଇ ଧାରଣାରେ ରହି ଶୋଇବାକୁ ଲାଗିଲୁ। ମଝିରେ ପୁଣି ଥରେ ପାଉଁଜି ଶବ୍ଦ ଶୁଭିଲା। ଏଥର ଆମେ ବିଶ୍ୱାସ କରିନେଇଥିଲୁ ଯେ କି ସେଇ ସ୍ଥାନରେ କିଏ ଜଣେ ଅଛି ବୋଲି। ମୋ ମୁଣ୍ଡକୁ କିଛି ବୁଦ୍ଧି ଦିଶୁନଥାଏ। କ'ଣ କରିବୁ ବୋଲି ସେଇ ସମୟରେ ବଡ଼ ଭାଇ ଜଳିଆ ମୋତେ କହିଲା, ବବୁଲୁ ଫୋନ୍ କେଉଁଠି ଅଛି? ଫୋନ୍ ଆଣ। ମୁଁ ସେଇ ଅନ୍ଧାର ମଧ୍ୟରେ ଫୋନ୍ଟିକୁ ଯେକୌଣସି ମତେ ଖୋଜି ପାଇ ନେଇ ଆସିଲି ଏବଂ ସେହି ସମୟରେ ମୁଁ ମୋ ବଡ଼ ଭଉଣୀ ମାମାଲି ଦିଦିଙ୍କୁ ଫୋନ୍ ଲଗାଇଲି ଏବଂ ତାକୁ ଏ ସମସ୍ତ ଘଟଣା ବିଷୟରେ ନିରୀକ୍ଷରେ କହିଲି। ହେଲେ ଦୁର୍ଭାଗ୍ୟ, ସେମାନେ ଆମର କଥାକୁ ବିଶ୍ୱାସ କଲେ ନାହିଁ। ପୁଣି ଆମେ କରିବୁ କ'ଣ? ଆମ ପାଖରେ କିଛି ଅପସନ୍ ବି ନାହିଁ, ଆମେ ବାହାରକୁ ମଧ୍ୟ ଯାଇପାରିବୁ ନାହିଁ। ସେହି ସମୟରେ ଆମ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ଆମେ ମୋବାଇଲରେ ବଜରଙ୍ଗ ବାନ୍ ପ୍ଲେ କରି ଶୋଇବାକୁ ଲାଗିଲୁ। ସମସ୍ତେ ଡରିବାକୁ ଲାଗୁଥାଉ କି ଆଗକୁ ଆଉ କିଛି ଘଟି ନଯାଉ। ଠିକ୍ ସେଇ ସମୟରେ ମଝିରେ ଦୁମ୍ କରି ଆବାଜ ଶୁଭିଲା। ଚିଙ୍କି ମଧ୍ୟ ଘୋରେଇ ଘାରେଇ ହେଇ ଶୋଇପଡ଼ିଥାଏ, କିନ୍ତୁ ଚିଙ୍କି ଏ ଶବ୍ଦ ଶୁଣି ଚମକି ଉଠି ପଡ଼ିଲା। ମୁଁ ଡରିଯାଇ ସେମାନଙ୍କର ମଝିରେ ଯାଇ ଶୋଇପଡ଼ିଲି। ଏହି ଆବାଜଟିକୁ ଶୁଣି ଆମେ ଆହୁରି ଜୋରରେ ଡରି ଯାଇଥିଲୁ। ତଥାପି ଆମେ ଡରି ସେଇ ଘରେ ଶୋଇବାକୁ ଲାଗିଲୁ। ଠିକ୍ ରାତି ଅଧରେ ମାମୁଁଙ୍କୁ ବହୁତ ଜୋରରେ ଝାଡ଼ା ଲାଗିଲା। ସେ ଉପରକୁ ଆସି ବାଥରୁମକୁ ଯାଇଥିଲେ, ଲାଟ୍ରିନ୍ ଯାଇଥିଲେ। ସିଏ ବି ଆସିଲା ବେଳେ କବାଟ ବାଡ଼ଉଛନ୍ତି, ବବୁଲୁ। ଆମେ ସେଇ କଥା ବି ଶୁଣି ବହୁତ ଜୋରରେ ଡରି ଯାଇଥିଲୁ। ଇଏ ଆଉ ସିଏ ନୁହେଁ ତ, ସେଇ କଥା ଆମେ ଭାବିକି ବହୁତ ଜୋରରେ ଡରି ଯାଇଥିଲୁ। ତାର 2 ମିନିଟ୍ ପରେ ମାମୁଁ ଲାଟ୍ରିନ୍‌ରୁ ଫେରି ଆସିଲେ
ଏବଂ କବାଟ ବାଡ଼େଇଲେ। ଏବେ ଏହି ସମୟରେ ଆମର ବିଶ୍ୱାସ ହୋଇଯାଇଥାଏ କି ଇଏ ଆଉ କେହି ନୁହଁ ବରଂ ଆମର ମାମୁଁ। ଏଇ କଥା ଶୁଣି ମନରେ ଦମ୍ଭ ପଶିଲା ଏବଂ ଆମେ ତୁରନ୍ତ ଦୌଡ଼ି ଯାଇ କବାଟ ଖୋଲିବାକୁ ଲାଗିଲୁ। ସେତେବେଳକୁ ଚିଙ୍କି ଡରରେ ଥରଥର ହେଉଥାଏ। ମାମୁଁ ଏହା ଦେଖି ଚିଙ୍କିକୁ ତଳକୁ ନେଇଗଲେ ଏବଂ ଆମେ ଦୁଇଜଣ ଜଳିଆ ଏବଂ ମୁଁ ସେଇ ରୁମ୍ରେ ଶୋଇବାକୁ ଲାଗିଲୁ। ସେତେବେଳକୁ ରାତି 4ଟା, 4:30 ହେଇଯାଇଥାଏ। ଜଳିଆ ସିନା ତା'ର ଆରାମରେ ଶୋଇଥାଏ, କିନ୍ତୁ ମୁଁ ଏହା ଦେଖି ମୋତେ ମୋ ଆଖିକି ନିଦ ନଥାଏ। କେତେବେଳେ ଏ କଥା ଭାବି ଯେ ସକାଳ ହୋଇଗଲା ସେ କଥା ମୁଁ ନିଜେ ବି ଜାଣିପାରିଲିନି। ତାପରେ ସକାଳ ହଉ ହଉ ମାମା ମୋତେ ଆସି ଡାକିଲେ, ବବୁଲୁ ଉଠୁ, ଘରକୁ ଯିବା ପରା। ମୋ ଆଖିକି ତ ନିଦ ନଥାଏ, ତେଣୁ ମୁଁ ବାଧ୍ୟବାଧକତାରେ ସେଠୁ ବାହାରି ଯାଇ ଘରକୁ ଆସିବାକୁ ମନସ୍ଥ କଲି। ଘରକୁ ଆସିବା ରାସ୍ତାରେ ସାରା ଆସୁଥିଲା। ତାପରେ ମୁଁ ଶୁଣିବାକୁ ପାଇଲି କି ଏଇ କଥା ସତ୍ୟ ଏବଂ ଏହା ମୋ ମାଇଁ, ମାଉସୀ, ମଉସା, ମୁଁ, ଜଳିଆ ଆମେ ସମସ୍ତେ ଶୁଣିଛୁ ବୋଲି ମୁଁ ଜାଣିପାରିଲି। ଏହା ଆମେ ଏକା ନୁହେଁ, ଆମେ ସବୁ ଶୁଣିବାକୁ ପାଇଛୁ ବୋଲି ମୁଁ ଜାଣିବାକୁ ପାଇଲି। କିନ୍ତୁ ମୋ ଜାନୁ ଭାଇ ଜଳିଆ ଏ କଥାକୁ ବିଶ୍ୱାସ କରୁନଥିଲା। ହେଲେ ସିଏ ଯେମିତି ଜାଣିଲା କି ଏଇ କଥା ସମସ୍ତେ ଶୁଣିଛନ୍ତି, ଏଇ ଶବ୍ଦ ସମସ୍ତେ ଶୁଣିଛନ୍ତି, ସେତେବେଳେ ସେ ବିଶ୍ୱାସ କଲା କି ନାଇଁ ଏହା ମିଛ ନୁହେଁ, ଏହା ସତ। ସେଇଠୁ ତା ମାମା ତାକୁ କହିଲେ, ତୁ ଯୁଆଡ଼େ ଯାଉଛୁ ଯା, କିନ୍ତୁ ରାତି 9:30 ପୂର୍ବରୁ ଘରକୁ ଫେରି ଆସିବୁ। ଏହା ଥିଲା ଆମ ମାମୁଁ ଘରର ଏକ ସତ ଭୂତ ଘଟଣା, ଯାହାକି ମୁଁ ଅଙ୍ଗେ ଲିଭେଇଛି। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଲାଇକ୍ଟିଏ କରିଦେବେ ଏବଂ ଏକ ସୁନ୍ଦର କମେଣ୍ଟ କରିଦେବେ ଏବଂ ଭିଡ଼ିଓଟିକୁ ସେୟାର କରିଦେବେ। ନିଜ ନିଜ ଫ୍ରେଣ୍ଡକୁ ଭିଡ଼ିଓଟିକୁ ସେୟାର କରିଦେବେ ଏବଂ ବେଲ୍ର ଘଣ୍ଟିଟିକୁ ବଜାଇଦେବେ, ଯାହାଫଳରେ ଆପଣ ଆଗାମୀ ଆସୁଥିବା ନ୍ୟୁ ଭିଡ଼ିଓକୁ ୱାଚିଂ କରିପାରିବେ। ଥ୍ୟାଙ୍କ ୟୁ, କିପ୍ ଫର୍ ୱାଚିଂ।